टर्निंग गुड़ाक सडन सडन टर्निंग घाटी रे बहुत मांकड़ देखा जाती। देखो घाटी उपरू तलके देखा देखो यहाँ बुढ़ा राजा मंदिर आमपाणी फेमस मंदिर टा गोटे यहाँ आमपाणी। हाय फ्रेंड्स, जय जगन्नाथ। बर्तमान आम नवरंगपुर बाहरीचु भवानीपाटना भाया आमपाणी घाटी देकरी। यहाँ हूँ नवरंगपुर टाउन रा शेष। ये नवरंगपुर टाउन शेष है। या परे परे आसीबो पापड़ाहांडी। नवरंगपुर ठारू प्राय हम 10 किलोमीटर। एबे आमे पापड़ाहांडी दे जाउछु। यहाँ हूँ पापड़ाहांडी। एटा पापड़ाहांडी छक। ए छकरू सीधा डाहाण पटक बुलिबा। भवानीपाटना को रास्ता एपटे। ये नेशनल हाईवे टी नवरंगपुर रु भवानीपाटना को जाइछि। ये होची NH 26। यही रास्ताटी आमपाणी घाटी दे भवानीपाटना को जाइछि। आमपाणी घाटी एक सुंदर पहाड़ श्रेणी जहाँ घंच जंगल एवं सुंदर प्राकृतिक दृश्य पाई प्रसिद्ध। आमपाणी घाटी ओडिशार कलाहांडी और नवरंगपुर बॉर्डर रे अवस्थित। आगे जो गेट देखा जाउछि एपटे है नवरंगपुर गेट रो सेपटे है कलाहांडी जिला। ये लिखा देखो कलाहांडी जिला को स्वागत। यू भवानीपाटना प्राय 80 किलोमीटर। ये गेट परे परे ही स्टार्ट हो आमपाणी घाटी। देखो ये बोर्ड रे आमपाणी घाटी आरंभ लिखाई। एटू घाटी स्टार्ट। बर्तमान आम घाटीर अप्रु डाउनवर्ड्स जीवा। देखो यहाँ गोटे गाँ पड़ा बिरी माणपुर। यहाँ हूँ कलाहांडी जिलार शेष गाँ। यही पहाड़िया घाटी रे एपरी अनेक गुड़िए आदिवासी गाँ रही। घाटीर अंका बंका रास्ता और प्राकृतिक सौंदर्य पाई आमपाणी घाटी प्रसिद्ध। बहुत सुंदर ये घाटीर परिवेश। अंका बंका रास्ता, चारिआडे जंगल पहाड़ पर्यटक मान को आकृष्ट करे। ये घाटीर सौंदर्यता केते सुंदर रही। ये घाटीर प्राकृतिक परिवेश, घंच जंगल, चारिआडे पहाड़, बहुत सुंदर रास्ता दे आमे जाउछे। यही रास्ताटी कलाहांडी जिला को ओडिशार अन्यान्य जिला सह संयोग करिछि। यही रास्ता दे जीवा समय पर्यटक यार सुंदर प्राकृतिक दृश्य देखि मुग्ध हो जाते। यही रास्तार उभय पार्श्व घंच जंगल एवं पहाड़ रे घेरा यह एक पिकनिक स्थल भाव में परिचित कराई।
ଏହି ରାସ୍ତାର ସୌନ୍ଦର୍ଯ୍ୟ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଏହି ରାସ୍ତାର ଗୋଟିଏ ପଟେ ପାହାଡ଼ ଆଉ ଅନ୍ୟ ପଟେ ଘଞ୍ଚ ଜଙ୍ଗଲ। ଦେଖନ୍ତୁ ଘାଟି ଉପରୁ ତଳକେ ଦେଖାଉଛି ଭିଉ। ଘାଟି ଉପରୁ ଆମେ ଅଛୁ। ଏଟା ସବୁ ମାଙ୍କଡ଼ ମାନେ ଅଛନ୍ତି ବେଶୀ। ଦେଖନ୍ତୁ ଘାଟି ଉପର ତଳକୁ ଭିଉଟା ଦେଖାଉଛି। ଉପରୁ ଆମେ ଅଛୁ ଏବେ। ଏପଟେ ଆସିଲୁ ବେଶୀ ମାଙ୍କଡ଼ ଏଇଠି ଅଛନ୍ତି। ମାଙ୍କଡ଼ ମାନେ ବେଶୀ ଘାଟିରେ ଅଛନ୍ତି ଦେଖିବା ପାଇବେ। ଆମପାଣି ଘାଟି ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର, ଯେଉଁଠାରେ ସେମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ଏହି ଘାଟିଟି ପ୍ରାକୃତିକ ସୌନ୍ଦର୍ଯ୍ୟ, ଟ୍ରେକିଂ ରାସ୍ତା ଏବଂ ସୁନ୍ଦର ଦୃଶ୍ୟ ପାଇଁ ପ୍ରସିଦ୍ଧ। ମାଙ୍କଡ଼ ଭାଇ ମାନେ କ'ଣ କରୁଛ? ଲୋକମାନେ ଖାଇବାକୁ ଦଉଛନ୍ତି ତମକୁ, ଖାଉଛ ବାଦାମ, ଆମକୁ ଦିଅ। ଏ ଘାଟିରେ ବହୁତ ମାଙ୍କଡ଼ ଦେଖାଯାଆନ୍ତି। আর ଟର୍ଣ୍ଣିଂ ଗୁଡ଼ାକ ସଡ଼ନ୍ ଟର୍ଣ୍ଣିଂ, ତେଣୁ ଗାଡ଼ି ଚଲାଇଲା ବେଳେ ଟିକେ ସାବଧାନ ସହିତ ଏ ଘାଟିରେ ଗାଡ଼ି ଚଲାଇବାକୁ ହୁଏ। ଅପ୍ରୁ ଆମେ ଏବେ ବର୍ତ୍ତମାନ ଡାଉନ୍ ଆଡ଼େ ଯାଉଛୁ। ଘାଟି ସରୁ ସରୁ ପଡ଼ିବ ଆମପାଣି ଗାଁ। ଏଠାରେ ରହିଛି ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର। ତେଣୁ ଆପଣ ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯେଉଁଥିରେ କି ଆପଣ ବୁଢ଼ାରାଜା ମନ୍ଦିର ଦେଖିପାରିବେ। ଏହି ଆମପାଣି ଘାଟିଟି ଅଙ୍କାବଙ୍କା ପ୍ରାୟ 9 କିଲୋମିଟର ରାସ୍ତା, ଯାହାକି ଆମପାଣି ଗ୍ରାମ ପୂର୍ବରୁ ଶେଷ ହୋଇଛି। ଦେଖନ୍ତୁ ଘାଟିଟିର ଭ୍ୟୁ ବହୁତ ସୁନ୍ଦର ଦେଖାଯାଉଛି। এই ଘାଟିକି ଆପଣ ଆସିଲେ ଏଠାରେ ଅନେକ ଗୁଡ଼ିଏ ଦର୍ଶନୀୟ ସ୍ଥାନ ମଧ୍ୟ ଅଛି, ଯେପରିକି କେତେଟା ୱାଟରଫଲ୍ ଆପଣ ଏଠାରେ ଦେଖିବାକୁ ପାଇବେ। ଯେମିତିକି କରକ ୱାଟରଫଲ୍, ଯେଉଁଟାକି ଆମପାଣି ଠାରୁ 3 କିଲୋମିଟର। ଆଉ ବୁଢ଼ାରାଜା ମନ୍ଦିର ମଧ୍ୟ ଏଇ ଘାଟି ସରୁ ସରୁ ପଡ଼ିବ, ସେଇଟା ବି ଆପଣ ଦେଖିପାରିବେ।
ଦେଖନ୍ତୁ ଏଇଠୁ ଆମପାଣି ଘାଟି ଏଇଠୁ ଶେଷ ହେଲା। ଏଇଟା ଏଣ୍ଡ ପଏଣ୍ଟ ଅଫ୍ ଆମପାଣି ଘାଟି। ପରେ ପରେ ପଡ଼ିବ ଆମପାଣି ଗାଁ। ଏବେ ପଡ଼ିବ ଚେକ୍ ପୋଷ୍ଟ। ଘାଟି ସରୁ ସରୁ ଏଇଟାରେ ଚେକ୍ ପୋଷ୍ଟଟେ ଅଛି। ଏଇଟା ଗୋଟେ ଗାଁ ପଡ଼ିଲା କନ୍ଦାଗଡ଼। ତାପରେ ପରେ ଆସିବ ଆମପାଣି। ବର୍ତ୍ତମାନ ଆମେ ଆମପାଣିର ବୁଢ଼ା ରାଜା ମନ୍ଦିର ପାଖରେ ପହଞ୍ଚିଗଲୁ। ଏଇଟା ତ ଦେଖୁଛନ୍ତି ବୁଢ଼ା ରାଜା ମନ୍ଦିର, ଫେମସ୍ ମନ୍ଦିର ଗୋଟେ ଏଠିକାର। ଦେଖନ୍ତୁ ଏଇଟା ବୁଢ଼ା ରାଜା ମନ୍ଦିର ଆମପାଣି। ଏପଟେ ବୁଢ଼ା ରାଜା ମନ୍ଦିର ଏଇଟା। ଏପଟେ ଗଲେ ଆମପାଣି ଘାଟି ପଡ଼ିବ। ବୁଢ଼ା ରାଜା ମନ୍ଦିରକୁ ଯିବା। ବୁଢ଼ା ରାଜା ମନ୍ଦିରକୁ ଏବେ ଆମେ ଯିବା। ଆସନ୍ତୁ ବୁଢ଼ା ରାଜାଙ୍କୁ ଦର୍ଶନ କରିବା। ଇଏ ହେଉଛନ୍ତି ବୁଢ଼ା ରାଜା। ଏଇଟା ବୁଢ଼ା ରାଜା ମନ୍ଦିର। ଏଠି ସବୁ ନଡ଼ିଆ ଭଙ୍ଗାଯାଏ। ଏଇଟା ବୁଢ଼ା ରାଜାଙ୍କ ମନ୍ଦିର, ଫେମସ୍ ମନ୍ଦିରଟା ଗୋଟେ ଏଇଟା ଆମପାଣିର। ଦର୍ଶକ ବନ୍ଧୁ, ଆମପାଣି ଘାଟିଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।